ଜୟ ପାଇପାରିବ। ପାପ ଉପରେ ଜୟ ପାଇବା ପାଇଁ ଆଜି ଆମେ 5ଟି ଅସ୍ତ୍ର ବିଷୟରେ କଥାବାର୍ତ୍ତା ହେବା। ଆଜିକୁ 2023 ବର୍ଷ ତଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗ ତ୍ୟାଗୀ ମାନବ ରୂପ ଧାରଣ କରି ଏହି ଧରା ପୃଷ୍ଠକୁ ଆସିଲେ। ସେ ଯେପରି ଆପଣା ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ଉଦ୍ଧାର କରିବେ, ପରିତ୍ରାଣ କରିବେ, ଏଥିପାଇଁ ସେହି ଜଗତକୁ ଆସିଲେ। ଆଉ ଆଜି ମଧ୍ୟ ସେ ଇଚ୍ଛା କରନ୍ତି ଆମ୍ଭେମାନେ ଯେପରି ଏହି ପାପର ଉପସ୍ଥିତି ମଧ୍ୟରେ ରହି, ପାପର ଜଗତରେ ରହି ଆମ୍ଭେ ଯେପରି ଧର୍ମ ଜୀବନ ଯାପନ କରୁ, ପବିତ୍ର ଜୀବନ ଯାପନ କରୁ, ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି। ପ୍ରିୟ ଭାଇ ଭଉଣୀମାନେ, ଅନେକ ସମୟରେ ଅନେକ ଭାଇମାନେ ଭଉଣୀମାନେ ସେମାନେ କହନ୍ତି ଯେ ମୁଁ କେତେ ଚେଷ୍ଟା କରୁଛି, ମାତ୍ର ବାରମ୍ବାର ମୋ ଜୀବନରେ ପାପ ହେଇଯାଉଛି, ମୁଁ କଣ କରିବି? ପ୍ରାର୍ଥନା ଗଲା ପରେ, ବାକ୍ୟ ଶୁଣିଲା ପରେ କିଛି ଦିନ ମୁଁ ଭଲରେ ରହୁଛି, ଧର୍ମ ଜୀବନ ଯାପନ କରୁଛି, ମାତ୍ର ଧୀରେ ଧୀରେ ପୁନର୍ବାର ମୁଁ ପାପରେ ପଡ଼ିଯାଉଛି। ଏଥିପାଇଁ ମୋତେ କଣ କରିବା ଆବଶ୍ୟକ ରହିଛି? ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ପ୍ରଭୁଙ୍କ ବାକ୍ୟରୁ 5ଟି କଥା କହିବା ପାଇଁ ଚାହେଁ। ଏହି 5ଟି କଥା ଆପଣମାନଙ୍କୁ ପାପର ଉପସ୍ଥିତିରୁ ଦୂରକୁ ନେଇଯାଇ ନପାରେ, ମାତ୍ର ପାପର ଶକ୍ତିରୁ ଆପଣଙ୍କୁ ଜୟ ପାଇବା ପାଇଁ, ପବିତ୍ର ଜୀବନ ଯାପନ କରିବା ପାଇଁ ନିଶ୍ଚିତ ଭାବରେ ସାହାଯ୍ୟ କରିବ। ଆସନ୍ତୁ ପ୍ରଥମ ବିଷୟ ବା ପ୍ରଥମ ଅସ୍ତ୍ର ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଯାହାଦ୍ୱାରା ଆମେ ପାପ ଉପରେ ଜୟ ପାଇପାରିବା। ମୋ ସହିତ ଆପଣମାନେ ଏବ୍ରୀ ପୁସ୍ତକକୁ ଆସିବେ। ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ଆଉ 16 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପର ହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ୍ର ଭାବେ ପରୀକ୍ଷିତ ହେଲେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 100% ପରମେଶ୍ୱର ଥିଲେ, 100% ସେ ମନୁଷ୍ୟ ଥିଲେ। ଯେଉଁ ସମୟରେ ସେ ଏହି ଧରାପୃଷ୍ଠରେ ଥିଲେ, ସେହି ସମୟରେ ଆମ୍ଭେମାନେ ଯେ ପ୍ରକାର ପରୀକ୍ଷିତ ହେଉ, ଆମେ ଯେ ପ୍ରକାର ପାପ ପ୍ରତି ଆମେ ପ୍ରବଞ୍ଚିତ ହେଉ, ଠିକ୍ ସେହି ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ପରୀକ୍ଷିତ ହେଲେ। ସର୍ବ ବିଷୟରେ, ଶାରୀରିକ ଅଭିଳାଷ ହେଉ, ଟଙ୍କାର ଲୋଭ ହେଉ, ହିଂସା ହେଉ, କ୍ରୋଧ ହେଉ, ସବୁ ବିଷୟରେ ସେ ପରୀକ୍ଷିତ ହେଲେ, ମାତ୍ର ପରୀକ୍ଷାରେ ସେ ପଡ଼ିଲେ ନାହିଁ, ପାପ କଲେ ନାହିଁ। ଲେଖାଯାଏ, ପାପର ହିତ ହୋଇ ସେ ପରୀକ୍ଷିତ ହେଲେ। ସେ କାହିଁକି ପାପ କଲେ ନାହିଁ? କାରଣ କଣ? ସେ ଈଶ୍ୱର ଥିଲେ, ସେଥିପାଇଁ। ସେ ଅଦୃଶ୍ୟ ପରମେଶ୍ୱର ଥିଲେ, ସେଥିପାଇଁ। ସେ ଈଶ୍ୱର ଥିଲେ, ସେ ସ୍ୱୟଂ ପବିତ୍ର ଆତ୍ମା ଥିଲେ, ସେ ଶକ୍ତିଶାଳୀ, ସର୍ବଶକ୍ତିମାନ, ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଥିଲେ, ମାତ୍ର ସେ 100% ମନୁଷ୍ୟ ମଧ୍ୟ ଥିଲେ। କାରଣ ତାଙ୍କୁ ଭୋକ ଲାଗିଥିଲା, ତାଙ୍କୁ ନିଦ ଲାଗିଥିଲା। ପରମେଶ୍ୱରଙ୍କୁ କେବେ ଭୋକ ଲାଗେ ନାହିଁ, ପରମେଶ୍ୱରଙ୍କୁ କେବେ ନିଦ ଆସେ ନାହିଁ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସ୍ୱୟଂ ପରମେଶ୍ୱର ଥିଲେ, ଆଉ ସେ 100% ସେ ମନୁଷ୍ୟ ମଧ୍ୟ ଥିଲେ। ଆଉ ସେ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ, ସେ ପରୀକ୍ଷିତ ହେଲେ, ପାପରେ ସେ ପ୍ରବଞ୍ଚିତ ହେଲେ, ମାତ୍ର ସେ ପାପ କଲେ ନାହିଁ। ଏହାର କାରଣ କଣ? ଯଦି ଆପଣ 16 ପଦ ପଢିବେ, ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ପାପରେ ପଡ଼ିଲେ ନାହିଁ, ପାପ କଲେ ନାହିଁ। କାରଣ ସେ ନିଜ ଇଚ୍ଛାରେ, ନିଜ ଚେଷ୍ଟାରେ ସେ ପାପ ଉପରେ ଜୟ ପାଇବା ପାଇଁ ସେ ଇଚ୍ଛା କଲେ ନାହିଁ। ସେଥିପାଇଁ ସେ କହିଲେ, ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ 34 ପଦରେ, ଯେ ମୋର ନିଜର ଇଚ୍ଛା ମୁଁ ସାଧନ କରିବା ପାଇଁ ଆସିନାହିଁ, ଈଶ୍ୱରଙ୍କର ଇଚ୍ଛା ସାଧନ କରିବା ମୋର ଖାଦ୍ୟ ଅଟେ। ଏହି ପ୍ରକାର କଥା ସେ କହିଲେ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ପ୍ରିୟ ଭାଇ ଭଉଣୀମାନେ, ଆମକୁ ପାପ ଉପରେ ଜୟ ପାଇବା ପାଇଁ ନିଜ ଇଚ୍ଛାକୁ ମାରିବା ପାଇଁ ହେବ ଏବଂ ଈଶ୍ୱରଙ୍କର ଅନୁଗ୍ରହର ଅଧୀନରେ ଆମକୁ ରହିବା ପାଇଁ ହେବ। ସେଥିପାଇଁ ସାଧୁ ପାଉଲ ରୋମିଓ ମଣ୍ଡଳୀକୁ ସେ ପତ୍ର ଲେଖିଲା ବେଳେ ସେହି ପ୍ରକାର ଲେଖନ୍ତି। ରୋମିଓ 6 ଅଧ୍ୟାୟ 14 ପଦରେ ଲେଖାଯାଏ ଯେ ପାପ ତୁମ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଅଧିକାର କରିବ ନାହିଁ। କାହିଁକି ଅଧିକାର କରିବ ନାହିଁ? କାରଣ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନରେ ନାହ, ତୁମ୍ଭେମାନେ ଅନୁଗ୍ରହର ଅଧୀନ ଅଟ।
प्रिय भाई भणी माने आमको अनुग्रह दरकार पाप उपरे जय पाइबा पाई आमे निजे जेते चेष्टा कले मध्य जेते बाइबल पढ़िले मध्य आमे जेते उपवास कले मध्य आमे जय पाई परिबा नै आमको उपवास आवश्यक रही बाइबल पढ़ा आवश्यक रही मंडली को जीवार आवश्यक रही मात्र यही सब आमको पाप उपरे जय देव ना केवल केवल परमेश्वर अनुग्रह आमको कौन कर पाप उपरे जय प्रदान कर आमको अनुग्रह दरकार अनुग्रह सिंहासन निकट को जीवा आवश्यक रही अनुग्रह से क्यों मानक दियंती जदि आपण माने जाकुब पुस्तक 4 अध्याय को आसीबे साधु जाकुबंक पत्र 4 अध्याय 6 पदरे प्रकार लिखा जाए किंतु से मध्य अधिक अनुग्रह दान करती एणु उक्त अछि ईश्वर अहंकारी मानकु प्रतिरोध करती किंतु नम्र लोक मानकु अनुग्रह दान करती प्रिय भाई भणी माने हमको नम्र हेबार आवश्यक रही जेबे आमे नम्र हेबा नै हमको अनुग्रह मिलिबो नै आ जदि अनुग्रह परमेश्वर हमको न दियंती ताहले आमे पाप उपरे जय पाई परिबा नै सेति पई प्रथम विषय आमे नम्र हेबार आवश्यक रही जद्वारा परमेश्वर हमको अनुग्रह देबे आ अनुग्रह द्वारा से हमको पाप रे पड़ी जाउथिबा समय रे ताहांकर अनुग्रह रे से हमको धरि रखिबे प्रभुक नाम रो गौरव सेति पई अनुग्रह सिंहासन निकट को जीवा आवश्यक रही पापरे प्रवंचित होसिबा समय पापरे आकर्षित होतिबा समय आमे निज बुद्धि बल रे आमे सेठिरु जय पाइबा पई चेष्टा न करी नम्र ही प्रभुक निकट रे आमे निजको समर्पण करिबार आवश्यक रही जे परमेश्वर से समय अनुग्रह रे हमकु कोन करिवे पाप उपरे जय देबे मो आपण मान निकट रे द्वितीय विषय रखिबा पई चाहे द्वितीय विषय द्वितीय अस्त्र जहा व्यवहार करने द्वारा आमे पाप उपरे जय पाई परिबा मो सहित आपण माने 119 गीत को आसीबे गीत संहिता 119 अध्याय 11 पदरे गीत रचक ए प्रकार कहंती मु जेपरि तुम विरोध रे पाप न करे एथिपाई मु आपणा हृदय मध्य तुमर वाक्य संशय करी रखी अछि प्रभुक नाम रो गौरव प्रिय भाई भणी माने पाप उपरे जय पाइबा पाई हमको कौन करबा आवश्यक रही आमर हृदय मध्य ईश्वर वाक्य को आम संचय करी रखिबार आवश्यक रही पृथ्वीर सबुठारु उत्तम पुस्तक सर्वश्रेष्ठ पुस्तक बाइबल अटे आ बाइबल रखिबार स्थान आमर हृदय आम हृदय रे ईश्वर वाक्य जदि रहिबो आमे कौन हे परिबा पाप उपरे आमे जय पाई परिबा प्रभु यीशु ख्रीष्ट जो समय शैतान द्वारा परीक्षित हेले से समय ईश्वर वाक्य को से व्यवहार कले तांको ईश्वर वाक्य निर्गत हला आउ ईश्वर वाक्य द्वारा शैतान को से पराजय कले शैतान को पराजय कले प्रिय भाई भणी माने सेति पई ईश्वर वाक्य हमको दरकार साधु पाउल कलसीय मंडली निकट को पत्र लिखिला बेले से 3 अध्याय 16 पदरे लिखिले जे ख्रीष्टंकर वाक्य तुम्भ मान प्रचुर भाव में बास कर ख्रीष्टंकर वाक्य नूतन नियमर वाक्य से ही पवित्र और जीवंत वाक्य आम हृदय मध्य रहिबार आवश्यक रही प्रिय भाई भणी माने सेति पई आमे कोन ही परिबा आमे पाप उपरे जय पाई परिबा मु आपण मान निकट रे तृतीय अस्त्र रखिबा पई चाहे तृतीय अस्त्र आपण माने मो सहित गालातिया पुस्तक को आसे गालातिया पुस्तक आपण माने जदि देखिबे गालातिया पुस्तक 5 अध्याय 16 पद मु आपण मानक निमंते पढ़िबा पई चाहे 5 अध्याय 16 पद रे लिखा जाए मोहर भाव एही आत्मा को द्वारा आचरण करो ताहा हेले तुम्हे माने शरीरर अभिलाष पूर्ण करिबो ना प्रिय भाई भणी माने आमको पाप उपरे जय पाइबा पाई जहा तृतीय अस्त्र परमेश्वर आमको देइछंती पवित्र आत्मा लिखा जाए जो माने आत्मा को द्वारा चालित हुंती से माने ईश्वर को संतान अटंती एवं गालातिया पुस्तक लिखा गला जे मोहर भाव ही तुम्हें माने आत्मा को द्वारा आचरण करो सेति पाई कोन हेबो तुम्हें माने शरीरर अभिलाष को पूर्ण करिबो नै प्रभु को धन्यवाद दिए परमेश्वर आमको केवल पाप उपरे जय पाओ बोली से कहले नहीं पाप उपरे जय पाइबार उपाय गुड़िक से आमको देइछंती
ପବିତ୍ର ଆତ୍ମା ଆମକୁ ଦେଇଛନ୍ତି। କାହିଁକି ଦେଇଛନ୍ତି? ଭୂତ ଛଡାଇବା ପାଇଁ ନାହିଁ, ରୋଗ ସୁସ୍ଥ କରିବା ପାଇଁ, କେବଳ ଅନ୍ୟ ପରଭାଷା କହିବା ପାଇଁ, ଏଥିପାଇଁ ନାହିଁ। ପବିତ୍ର ଆତ୍ମା ଆମକୁ ଏଥିପାଇଁ ପରମେଶ୍ୱର ଦେଇଛନ୍ତି ପାପ ଉପରେ ଜୟ ମଧ୍ୟ ପ୍ରଦାନ କରିବା ପାଇଁ। ଲେଖାଯାଏ ସେଥିପାଇଁ ଯେ ସାହାଯ୍ୟକାରୀ, ପବିତ୍ର ଆତ୍ମା ହେଉଛନ୍ତି ଆମର ସାହାଯ୍ୟକାରୀ। କେଉଁ କେଉଁ କ୍ଷେତ୍ରରେ ସାହାଯ୍ୟକାରୀ? ସବୁ କ୍ଷେତ୍ରରେ ସେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ। ସେ ଜବରଦସ୍ତିକାରୀ ନୁହନ୍ତି, ସେ ସାହାଯ୍ୟକାରୀ ଅଟନ୍ତି। କେତେବେଳେ ସେ ସାହାଯ୍ୟ କରନ୍ତି? ଯେତେବେଳେ ଆମେ ତାଙ୍କର ସାହାଯ୍ୟକୁ ମାଗୁ। ଯେ ସମୟରେ ଆମେ ପାପରେ ପଡି ଯାଉଛୁ, ଆମେ ପାରୁନାହୁଁ, ସେ ସମୟରେ କହିବାର ଅଛି, ପିତା ତୁମର ଆତ୍ମାଙ୍କ ଦ୍ୱାରା ତୁମେ ମୋତେ ସାହାଯ୍ୟ କର। ସେ ଆମକୁ ସାହାଯ୍ୟ କରିବେ ଆଉ ପାପ ଠାରୁ ସେ ଆମକୁ କଣ କରିବେ? ଜୟ ପ୍ରଦାନ କରିବେ। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ଅସ୍ତ୍ର ରଖିବା ପାଇଁ ଚାହେଁ। ଚତୁର୍ଥ ଅସ୍ତ୍ର ବା ଚତୁର୍ଥ ବିଷୟ ଯାହା ଆମକୁ ପାପ ଉପରେ ଜୟ ପାଇବା ପାଇଁ ଆମକୁ କଣ କରେ? ସାହାଯ୍ୟ କରେ। ମୋ ସହିତ ଆପଣମାନେ ରୋମିଓ ପୁସ୍ତକକୁ ଆସିବେ। ରୋମିଓ ପୁସ୍ତକ 8 ଅଧ୍ୟାୟ 34 ପଦରେ ଏହି ପ୍ରକାର ଲେଖାଯାଏ, କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁ ଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ଯଦି ଆପଣମାନେ ଏବ୍ରି ପୁସ୍ତକକୁ ଆସେ, ଏବ୍ରି ପୁସ୍ତକ ସେହି ସେମ୍ କଥା, ଏବ୍ରି ପୁସ୍ତକ 7 ଅଧ୍ୟାୟ 25 ପଦରେ ଏ ପ୍ରକାର ଲେଖାଯାଏ। ଏବ୍ରି 7:25 ଲେଖାଗଲା, ଅତଏବ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏହି କଥା ଆମକୁ ମନେ ରଖିବା ଆବଶ୍ୟକ ରହିଛି, ବୋଧପ୍ରାପ୍ତ ହେବାର ଆବଶ୍ୟକ ରହିଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ସେ ମଧ୍ୟସ୍ଥ ପ୍ରାର୍ଥନା କରୁଛନ୍ତି। ଆମକୁ ପାପ ଉପରେ ଜୟ ପ୍ରଦାନ ଯେତେବେଳେ ଆମେ ପାଉ, ସେ ସମୟରେ ଆମେ ମନେ ପକାଇବାର ଆବଶ୍ୟକ ରହିଛି, ଜାଣିବା ଆବଶ୍ୟକ ରହିଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି ଆଉ ତାହାଙ୍କର ମଧ୍ୟସ୍ଥ ପ୍ରାର୍ଥନା ଆଜି ମୋତେ ପାପ ଉପରେ ଜୟ ଦେଇଛି, ବିଜୟ ଦେଇଛି। ଲେଖାଯାଏ ଯେ ସମ୍ପୂର୍ଣ୍ଣ ପରିତ୍ରାଣ କରିବା ପାଇଁ ସେ ସକ୍ଷମ, ଆହୁରି ସେ ଆମ ନିମନ୍ତେ ପ୍ରାର୍ଥନା କରିବା ପାଇଁ ସେ ସବୁବେଳେ ଜୀବିତ। ପ୍ରିୟ ଭାଇ ଭଉଣୀମାନେ, ଆଜି ଅନେକ ସମୟରେ ଆମେ ପାପ ଉପରେ ଜୟ ପାଇବା ପାଇଁ ପ୍ରାର୍ଥନା କରିନାହୁଁ। ଆମର ନିର୍ଜୀବ ଯାନପଥ ମଧ୍ୟରେ ସୁରକ୍ଷା ପାଇବା ପାଇଁ ପ୍ରାର୍ଥନା କରିନାହୁଁ। ମାତ୍ର ଆମେ ଭଲରେ ଅଛୁ, ଜୀବିତ ଅଛୁ, ଆମେ ପବିତ୍ର ଜୀବନ ଯାପନ କରୁଛୁ। ଏହାର କାରଣ କଣ ହେଇପାରେ? କାରଣ ଆମ ପାଇଁ ଜଣେ ସପକ୍ଷବାଦୀ ସେ ସ୍ୱର୍ଗରେ ଅଛନ୍ତି। ସେ ଆମ ପାଇଁ ପ୍ରାର୍ଥନା କରୁଛନ୍ତି। ଆମେ ଯେ ପ୍ରକାର ଦଣ୍ଡପ୍ରାପ୍ତ ନ ହେଉ, ଆମେ ଯେ ପ୍ରକାର ବାଧାପ୍ରାପ୍ତ ନ ହେଉ, ଏଥିପାଇଁ ସେ ଆମ ନିମନ୍ତେ ମଧ୍ୟସ୍ଥି ପ୍ରାର୍ଥନା କରୁଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରାର୍ଥନା ଆମକୁ କଣ କରେ? ଆମକୁ ଜୟ ପ୍ରଦାନ କରେ। ପାପ ଉପରେ ବିଜୟ ଜୀବନ ଯାପନ କରିବା ପାଇଁ ଆମକୁ କଣ କରେ? ସାହାଯ୍ୟ କରେ। ସେଥିପାଇଁ ଏହା ଆମଙ୍କର ମନେ ରହିବାର ଅଛି, ବୋଧପ୍ରାପ୍ତ ଆମେ ହେବାର ଅଛି ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଯେ ମୋ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାଇଁ ପ୍ରାର୍ଥନା କରୁଛନ୍ତି, ମୋ ପାଇଁ ପ୍ରାର୍ଥନା କରୁଛନ୍ତି। ସେ ଆମ ପାଇଁ କେତେ ମନୋଯୋଗୀ ପରମେଶ୍ୱର ଅଟନ୍ତି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଶେଷ କଥା ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ ଯେ କଣ କରିବା ଆବଶ୍ୟକ ରହିଛି ଆମେ ପାପ ଉପରେ ଜୟ ପାଇବା ପାଇଁ। ଶେଷ କଥା ବା ଶେଷ ଅସ୍ତ୍ର ଆମେ ଯଦି ଜାଣିବା ବହୁତ ଭଲ ହେବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିନେ ଆପଣ ଶିଷ୍ୟମାନଙ୍କୁ କହିଲେ, ମାଥ୍ୟୁ ଲିଖିତ ସୁସମାଚାର 26 ଅଧ୍ୟାୟ 41 ପଦରେ ଲେଖାଯାଏ, ପରୀକ୍ଷାରେ ଯେପରି ନ ପଡ଼ ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ପ୍ରିୟ ଭାଇ ଭଉଣୀମାନେ, ଆମେ ଯେ ଅନୁଗ୍ରହ ପ୍ରଭୁ ଆମକୁ ଦେଲେ ତାହା ନୁହେଁ। ପରମେଶ୍ୱର ଆମକୁ ବାକ୍ୟ ଦେଇଛନ୍ତି, ପବିତ୍ର ଆତ୍ମା ଦେଇଛନ୍ତି। ସେ ଆମ ପାଇଁ ପ୍ରାର୍ଥନା କରୁଛନ୍ତି ଯେ ଏହା ଆମ ପାଇଁ ଯଥେଷ୍ଟ ତାହା ନୁହେଁ। ଯଦି ଆମେ ସେଲ୍ଫ କଣ୍ଟ୍ରୋଲ ହେବା ନାହିଁ, ଆମେ ଯଦି ଇଚ୍ଛା କରିବା ନାହିଁ, ଆମେ ଯଦି ନିଜେ ପ୍ରଭୁଙ୍କ ନିକଟରେ ସମର୍ପଣ ହେବା ନାହିଁ, ଆଗ୍ରହ ହେବା ନାହିଁ, ତାହେଲେ ପରମେଶ୍ୱର କାହାକୁ ମଧ୍ୟ ସେ ନିଜେ ଟାଣି ନେଇ ନିଜେ ପବିତ୍ର କରି, ନିଜେ ଧାର୍ମିକ ଗଣନା କରି, ନିଜେ ପରିତ୍ରାଣ ଦେଇ ସେସବୁ କରନ୍ତି ନାହିଁ। ଆମେ ଯେତେବେଳେ ଇଚ୍ଛା କରୁ, ପ୍ରଭୁଙ୍କ ନିକଟକୁ ଫେରିଯାଉ, ଆମଠାରେ ଗୋଟେ ପରିତ୍ରାଣ ପାଇବାର ବା ପାପ ଉପରେ ଜୟ ପାଇବାର ଇଚ୍ଛା ଶକ୍ତି ଥାଏ, ଆଗ୍ରହ ଥାଏ, ସେ ସବୁ ମନୋଭାବକୁ ଦେଖି ପରମେଶ୍ୱର କଣ କରନ୍ତି? ସାହାଯ୍ୟ କରନ୍ତି।
ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଆମ ପାଇଁ ପ୍ରାର୍ଥନା କରୁଛନ୍ତି, ସେଥିପାଇଁ ଆମେ ମନ ଇଚ୍ଛା ଜୀବନ ଯାପନ କରିବା ଏହା କୁହାଯାଉନାହିଁ। କିନ୍ତୁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ଯେ ଆମେ ମଧ୍ୟ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। କଣ ବୋଲି ପ୍ରାର୍ଥନା କରିବାର ଆବଶ୍ୟକ ରହିଛି? ପ୍ରଭୁ ମୋ ଜୀବନରେ ପରୀକ୍ଷା ନ ଆସୁ, ଏଥିପାଇଁ ନାହିଁ। ପରୀକ୍ଷା ଆସିବ, ପ୍ରଲୋଭନ ଆସିବ, ରୋଗ କ୍ଲେଶ ଆସିବ, ସମସ୍ୟା ଆସିବ, ମାତ୍ର ସେଇଠାରେ ତୁମେ ପଡି ନ ଯିବା ପାଇଁ, ହାରି ନ ଯିବା ପାଇଁ ତୁମକୁ କଣ କରିବାର ଅଛି? ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ଲେଖାଯାଉଛି ପରୀକ୍ଷାରେ ଯେପରି ନ ପଡ ବୋଲି କହିଲେ, ପାପରେ ଯେ ପ୍ରକାର ନ ପଡ, ପାପରେ ହାରି ନ ଯାଅ, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରାର୍ଥନା ଯଦି ରହିବା, ଆମକୁ ଆମର ଆତ୍ମିକ ପୁରୁଷ ବଳ ପ୍ରାପ୍ତ ହେବ, ଅଭିଳାଷ ଗୁଡିକ ମରିଯିବ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ପ୍ରାର୍ଥନାରେ ଆମକୁ ରହିବାର ଅଛି, ପ୍ରାର୍ଥନା କରିବାର ଅଛି, ଯଦ୍ୱାରା ଆମେ ପାପ ଉପରେ ବିଜୟ ପାଇପାରିବା, ଜୟ ପାଇପାରିବା। ପ୍ରଭୁଙ୍କ ନାମର ଗୌରବ ଆସୁ। ଯଦି ଆମେ ପାପ ଉପରେ ଜୟ ପାଇବା ପାଇଁ ଆମର କ୍ଷୁଧା ତୃଷା ଯଦି ଅଛି, ଆମେ ଏହି 5ଟି ଅସ୍ତ୍ରକୁ ବ୍ୟବହାର କରୁ। ଆମେ ଅନୁଗ୍ରହର ସିଂହାସନ ନିକଟକୁ ଯାଉ, ଈଶ୍ୱରଙ୍କ ବାକ୍ୟକୁ ଆମର ହୃଦୟ ମଧ୍ୟରେ ଆମେ ସଞ୍ଚୟ କରି ରଖୁ। ତାପରେ ଆମେ ଆତ୍ମାରେ ଚାଳିତ ହେଉ। ତାପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଆମ ପାଇଁ ମଧ୍ୟସ୍ଥ ପ୍ରାର୍ଥନା କରୁଛନ୍ତି, ଏହା ଆମେ ବୋଧପ୍ରାପ୍ତ ହେଉ, ମନେ ରଖୁ, ସ୍ମରଣରେ ରଖୁ, ଆଉ ତାଙ୍କୁ ଆମେ ଧନ୍ୟବାଦ ଦେଉ। ଏବଂ ଶେଷ କଥା ଯେ ଆମେ ନିଜେ ମଧ୍ୟ ପ୍ରାର୍ଥନା କରୁ, ଜାଗ୍ରତ ହେଉ, ପ୍ରଭୁଙ୍କ ନିକଟରେ ନମ୍ର ହୋଇ ସମର୍ପଣ ହୋଇ ଫେରିଆସୁ, ଯଦ୍ୱାରା ଆମେ କଣ ହେଇପାରୁ? ଯେ ଏହି ସବୁ ପାପ ଉପରେ ଆମେ ଜୟ ପାଇପାରୁ। ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ଗୌରବ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ